ପ୍ରେମ ଥାଏ ସେଇଠି ଦୈହିକ ଆକର୍ଷଣର କୌଣସି ମୂଲ୍ୟବୋଧ ନଥାଏ। କିନ୍ତୁ ଆଜି ଆମେ ଯେଉଁ 2024 ମସିହାରେ ଆମେ ଯୁବପିଢ଼ି ମାନେ ପ୍ରେମକୁ ନେଇ ଆମେ ଗୋଟେ ଖରାପ ରାସ୍ତାକୁ ଚାଲି ଯାଉଛୁ। ପ୍ରେମ ମାନେ ଦୈହିକ ଆକର୍ଷଣ ପ୍ରଥମେ, ସେଇଟା ସମସ୍ତ ମୁଣ୍ଡରେ ପହଞ୍ଚିଛି। ସେ ନାଟକର ଏଇ ନାଟକଟି ହେଉଛି ତାର ଜଷ୍ଟ ଅପୋଜିଟ୍, ଯିଏକି ପୁଅଟା ତାକୁ ବହୁତ ଭଲ ପାଉଛି, ଦିଗର ବସ୍ତ୍ର ପୁଅଟା, ବଟ୍ ସେ ତାକୁ କହିଛି ଯେ ବାହା ହେଇସାରିଲା ପରେ ସେ ତା ଦେହକୁ ଛୁଇଁବ। ତ ଏମିତି ଭିତରେ ଗୋଟେ ପରିସ୍ଥିତି ସମୟ ଘଡ଼ି ଚାଲିଛି। ଗୋଟେ ଗାଁର ମାନେ ସେ ଯେଉଁ ଦୁଇ ଜଣଙ୍କ ଭିତରେ ଗୋଟେ ମେଳା ଭିତରେ ଭାଙ୍ଗ ଖାଇଦେଇଛି ଝିଅଟି, ତା ମନ କଥା କହିପାରୁନି। ଭାଙ୍ଗ ଖାଇସାରିଲା ପରେ ମନ କଥା କହିଦେବ ବୋଲି ସାଙ୍ଗମାନେ କହିଛନ୍ତି। ଭାଙ୍ଗ ଖାଇସାରିଲା ପରେ ସେ ନିଜର ଚେତନା ଶକ୍ତି ହରାଇ ବସିଛି। ଆଉ ସେଇ ସମୟରେ ଗୋଟେ ସହରୀ ଯୁବକ ସହିତ ତାର ଧକ୍କା ହେଇଛି। ସେ ଭାବିଛି ବୋଧେ ଇଏ ମୋର ସେଇ ପୁରୁଣା ପ୍ରେମିକ। ତ ତା ସହିତ ତାର ଶାରୀରିକ ସମ୍ପର୍କ ହେଇଯାଉଛି ମାନେ ଅଜାଣତରେ, ଯାହାଫଳରେ କି ସେଇଠୁ କାହାଣୀର ମୋଡ଼ ବଦଳି ଯାଇଛି। ସମସ୍ତେ କହୁଛନ୍ତି ଯେ ତୁ ତାକୁ ନେଇଯା ଛାଡ଼ିଦେ, ଇଏ କିନ୍ତୁ କହୁଛି ସେମିତି କିଛି ନାହିଁ, ମୁଁ ତାକୁ ଏବେ ବି ବାହା ହେବି। ସିଏ କୁଆଡ଼େ ଯିବନି, ସେ ମୋ ପାଖରେ ରହିବ। ହଁ ହେଲା ସହରୀ ବାବୁଟା ତାକୁ ଇଏ କରିଦେଇଛି, କିନ୍ତୁ ସେ ମୋରି ପାଖରେ ରହିବ, ମୁଁ ତାକୁ ଛାଡ଼ିବିନି। କିନ୍ତୁ ତା ଘର ଭିତରେ ସମସ୍ତେ କହିଛନ୍ତି ଯିବା ପାଇଁ, ସେ ବାହାରକୁ ଯାଇଛି। ସେଠି ଗଲା ପରେ ସେ ଯେଉଁ ସହରୀ ବାବୁ ଜଣକ ସେ ଆଉ ଜଣକୁ ବାହା ହେଇଯାଇଛି। ତ ସେଠିକି ଗଲା ପରେ ଯେଉଁ କାହାଣୀର ଟୁଇଷ୍ଟ ଆସି ପୁଣି ଆଉ ଗୋଟେ ଟୁଇଷ୍ଟ ଆସୁଛି, କ'ଣ ହେଉଛି କ'ଣ ନାହିଁ, ସେ ଘର ଲୋକ ସେ ଯେଉଁ ସହରୀ ବାବୁଟି ତାକୁ ଗ୍ରହଣ କରୁଛି କି ନାହିଁ, ସେଠି ଗଲା ପରେ ଏମାନେ ଦୁଇ ଜଣ କେଉଁ ଭାବରେ ରହୁଛନ୍ତି କି ଫେରି ଆସୁଛନ୍ତି, ଏଇସବୁ ଘଟଣାବସ୍ତୁକୁ ନେଇ କାହାଣୀଟି ହେଇଛି। ତ ମୁଁ ଏତିକି କହିବି, ବହୁତ ସୁନ୍ଦର ନାଟକ ହେଇଛି। ସମସ୍ତେ ବସିକି ବାପା ମାଆ ଭାଇ ଭଉଣୀ ସ୍ୱାମୀ ସ୍ତ୍ରୀ ଗୋଟେ ପରିବାରର ସମସ୍ତେ ଏକାଠି ବସି ଦେଖିବା ଭଳି ନାଟକଟିଏ ହେଇଛି। ସମସ୍ତଙ୍କ ଆଖି ତଳ ନିହାତି ଭାବରେ ଓଦା ହେବ। ସମସ୍ତେ ନାଟକ ମନୋରଞ୍ଜନ ନେବେ। ଏତିକି କହିବି ଯେ ଆପଣମାନେ ଯେଉଁ ପଇସା ଖର୍ଚ୍ଚ କରି ଟେଣ୍ଟ ଭିତରକୁ ଆସିବେ, ଆପଣଙ୍କର ପଇସାର କୌଣସି ଗୋଟେ ଟଙ୍କେ ବି ପାଣିରେ ପଡ଼ିବ ନିହାତି ଭାବରେ। ନିହାତି 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 ଆଜି ଦେଖୁଥିଲି ଦର୍ଶକମାନେ ଆପଣ ନାଟକ ଦେଖିବା ସମୟରେ ଆଜ୍ଞା ସେମାନେ କାନ୍ଦୁଥିଲେ। ଆଜ୍ଞା ଭିଜୁଆଲ ମଧ୍ୟ ଆମେ ରଖିଛୁ। ଆଜ୍ଞା ଆଉ ଗୋଟେ କଥା ରହିଲା, ଆପଣ ସେଠି ଯେ ଅଭିନୟ କରୁଛନ୍ତି ଯୋଉ ଅଭିନେତ୍ରୀ, ଦେବସ୍ମିତା। ପ୍ରଥମ କରି ହଁ, ଦେବସ୍ମିତା ଏଇ ବର୍ଷ ପ୍ରଥମ ମାନେ ଦମଦାର ଅଭିନୟ ଆମେ ଦେଖିପାରିବୁ। ଗୋଟେ ତୁରନ୍ତ ନିଖୁଣ ଅଭିନୟ ସେ କରୁଛନ୍ତି ହଁ, ଏବଂ ଦର୍ଶକଙ୍କ ମାନେ ମୁଖ୍ୟ ଆକର୍ଷଣ, ମୁଁ ଯେତିକି ଯାହା ଆମେ ଦେଖୁଥିଲୁ, ଆକର୍ଷଣର ସେ ଗୋଟେ ମାନେ ସ୍ପଟଲାଇଟ୍ ହେଇଛନ୍ତି, କେନ୍ଦ୍ରବିନ୍ଦୁ ହେଇଯାଇଛନ୍ତି। ତାଙ୍କ ପାଖକୁ ଯାଉଛି ଆକର୍ଷଣ ବହିରା। କେମିତି କେମିଷ୍ଟ୍ରି ଥିଲା ଏବଂ ତାଙ୍କ ସହିତ ଯୋଉ ଆପଣଙ୍କର କମ୍ବିନେସନ କେମିଷ୍ଟ୍ରି କେମିତି ରହିଥିଲା ସାର୍? ବହୁତ ଭଲ ଥିଲା। ଦେବସ୍ମିତା ନୋ ଡାଉଟ୍ ବହୁତ ଭଲ ଅଭିନେତ୍ରୀ। ସେ ବହୁତ ଭଲ ଭଲ ସୁନ୍ଦର ସୁନ୍ଦର ସିରିଏଲ୍ ଆପଣମାନଙ୍କୁ ଦେଇଛନ୍ତି। ଆପଣ ସିରିଏଲ୍ ବି ତାଙ୍କୁ ଭଲ ପାଇବା ଦେଇଛନ୍ତି। ତ ଯାତ୍ରାରେ ଆପଣମାନେ ତ ଦେଖିଥିବେ ସେ କୋଉଭଳି ଭାବରେ ଅଭିନୟ କରୁଛନ୍ତି। ନିହାତି ଭାବରେ ମୁଁ ଆପଣଙ୍କୁ କହୁଛି ଯେ ମୋର ସେତିକି ଦୃଢ଼ ବିଶ୍ୱାସ ଅଛି, ସେ ନିହାତି ଭାବରେ ଯାତ୍ରା ଜଗତକୁ ଭଲ ସେଇ ଅଭିନେତ୍ରୀ ଆପଣଙ୍କ ତାଙ୍କ ଅଭିନୟରେ ନିହାତି ଭାବରେ ଆପଣଙ୍କୁ ମନ୍ତ୍ରମୁଗ୍ଧ କରିବେ, ଆପଣଙ୍କ ମନ ରଖିବେ। ଆପଣଙ୍କୁ ଲାଗିବ ନାହିଁ ଯେ ସେ ଟେଲି ଜଗତରୁ ଆସିଛନ୍ତି, ସିରିଏଲରୁ ଆସିଛନ୍ତି, ଫିଲ୍ମରୁ ଆସିଛନ୍ତି। ଯାତ୍ରା କରିବା ଗୋଟେ ନିଆରା କଥା, ନିଆରା ଢଙ୍ଗା, ସେମିତି କିଛି ଆପଣଙ୍କୁ ଫିଲ୍ ହେବ ନାହିଁ। ଆମେ ଆର୍ଥର ଗୋଟେ ଦେଖିଥିଲୁ ଗତ ବର୍ଷ, ଆପଣ ଗୋଟେ ଦରଦୀ ମଣିଷ ହିସାବରେ ଗୋଟେ ଭଲ ସାରା ଓଡ଼ିଶାରେ ଗୋଟେ ଭଲ ପରିଚୟ ଆପଣଙ୍କୁ ସୃଷ୍ଟି ହେଇଥିଲା ଏବଂ ଲୋକ ମଧ୍ୟ ଆପଣଙ୍କୁ ବହୁତ ଆଦର କରିଥିଲେ। ଯେ ଯଦି କୌଣସି ଯାତ୍ରା କଳାକାରଟିଏ ଯଦି ତାର କିଛି ଅସୁବିଧା ବା ଅଘଟଣ ହେଇଯାଏ, ତାକୁ ଆପଣ ସାହାଯ୍ୟରେ ହାତ ବଢ଼ାଉଥିଲେ। ହଁ, ନାଇଁ ଆକ୍ଚୁଆଲି ମୁଁ ଏଇଥିପାଇଁ ଗୋଟେ କରିଥିଲି, ଯୋଉଥିପାଇଁ ଯେ ପଇସା ଯେଉଁମାନଙ୍କ ପାଇଁ, ଏଇ ଯେଉଁ କଳାକାର ଆମର ଯିଏ ଟେଣ୍ଟ ବାନ୍ଧୁଛନ୍ତି, ଯେଉଁମାନେ ଆମର ଯେଉଁ ଚତୁର୍ଥ କର୍ମଚାରୀ ସମସ୍ତେ ତାଙ୍କୁ ତ ମାନେ କହୁଛନ୍ତି ଟେଣ୍ଟ ବାନ୍ଧିବା, ଟେଣ୍ଟ ଲଗେଇବା, ଗେଟ୍ ପକେଇବା, ପେଣ୍ଡାଲ ପକେଇବା, ଏଇ ଯେଉଁ ଲାଇଟ୍ ଲଗେଇବା, ଏଇ ଯେଉଁ ଭାଇମାନେ ମୋର ଅଛନ୍ତି, ସେମାନଙ୍କ ସୀମିତ ଦରମା ଭିତରେ ସେମାନେ ରହୁଛନ୍ତି, ବହୁତ କଷ୍ଟରେ ରହୁଛନ୍ତି। ଆମେମାନେ ତ ଗଲୁ ଡନଲପ୍ ଗଦିରେ ଶୋଇଲୁ, ହୋଟେଲରେ ରହିଲୁ, ଇଏରେ ରହିଲୁ। ସେମାନେ ବହୁତ କଷ୍ଟ ପାଇକି ପଟା ତଳେ ଶୋଉଛନ୍ତି। ତ ସେଇସବୁ ଭାଇମାନଙ୍କ ପାଇଁ ଗୋଟେ ଛୋଟିଆ ପ୍ରୟାସଟେ ଆରମ୍ଭ କରିଛି। ସେମାନଙ୍କ ପାଇଁ ଗୋଟେ ଜୀବନ ବୀମାର କଥାଟେ କରିଥିଲି। ଯଦି କୌଣସି କିଛି ଅସୁବିଧା ହୁଏ ବା ସେମାନଙ୍କର କିଛି ମାନେ ହସ୍ପିଟାଲରେ କିଛି ଇଏ ହୁଏ, ସେମାନଙ୍କ ପାଇଁ ଗୋଟେ ବୀମା କରେଇଛି। 4 ଲକ୍ଷ ଟଙ୍କାର ସେମାନଙ୍କର ବୀମା ହେବ, 1 ଲକ୍ଷ ଟଙ୍କାର ହସ୍ପିଟାଲାଇଜେସନ୍ ହେବ। ଯେଉଁମାନେ ଡ୍ୟାନ୍ସର ଅଛନ୍ତି ସେମାନଙ୍କ ପାଇଁ ଗୋଟେ ବୀମା କରାଇଛି, ମାନେ ପାଖାପାଖି ସେମାନେ ବୀମା ପାଇବେ। ହସ୍ପିଟାଲ ଆମର ଯେମିତି ହେଲ୍ଥ କାର୍ଡ଼ ହେଉଛି ସେଇଭଳି ଗୋଟେ କରିଛି। ଏଇ କଥାଟା ଆପଣଙ୍କୁ ପ୍ରେରଣା କିଏ ଯୋଗାଇଲେ, ପରିବାର ଲୋକ ନା ବାହାର ଲୋକ? ନାଇଁ ମୋ ପରିବାର ଲୋକ। କାହିଁକି ନା ମୁଁ ଚିନ୍ତା କଲି ଏଇମାନଙ୍କ ପାଇଁ ଚଳୁଛି। ଯେତେବେଳେ କାହାର କିଛି ଅସୁବିଧା ହେଲା ସେମାନେ ଆସିଲେ, ହାତ ବତେଇ ଦେଲେ, ଭାଇ ମୋତେ 1000 ଟଙ୍କା ଦେବ, ଭାଇ 2000 ଟଙ୍କା ଦେବ, ଭାଇ 5000 ଟଙ୍କା ଦେବ। ମୋତେ ଟିକେ ଖରାପ ଲାଗିଲା, କାହିଁକିନା ଏଠି ସମସ୍ତେ ଖଟୁଛନ୍ତି, ସମସ୍ତେ କହୁଛନ୍ତି, କିଏ ଛି ଚାକର କରୁଛି, ମନା କରିଦେଉଛି, ତତେ ଦେଇଥିଲି କ'ଣ କରିବୁ, ସମସ୍ତେ ଭାବୁଛନ୍ତି କିଏ ମଦ ପିଇ ଦେଇଛି, କିଏ କରିଦେଇଛି, ବହୁତ ବିଭିନ୍ନ ପ୍ରକାର ଖରାପ ଦୃଷ୍ଟି ଦେଖିଛନ୍ତି, ବହୁତ କଥା କହିଛନ୍ତି। ଆଉ ମେ ବି କିଏ ମିଛ କହିଥାଇପାରେ, ବଟ୍
शारीरिक असुस्थता जो बहुत लोग कष्ट भी पाँच तो यहाँ मुझे काले मो द्वारा जब किसी किसी लोक बंची तो भल लगे सहधर्मी आपको केते सहयोग कले 100% सी अच्छा सहयोगिता अच्छे बोली मुझे जगार अच्छी ता ना मुझे ठिया होकर अभिनय करने संभव नुह घर मो घरे मो बापा मो झील मो संपूर्ण एंटायर परिवार को सी चलाऊँ मुझे जाए मोर भी जो अच्छी ख्याल रखुच्च मुझे जावा भितर से तार सब जिन बुझुं तो निहाती भाव में जदि सहयोग न था मु हुए तो ये काम कर मोबाइल रे देखुथिबे कि को मंच रे देखुथि आपण स्टेज ऊपर मंच ऊपर रोमांस करथि इच्छा करन नहीं सी निजा सीधा सड़क आसिक देखुं सीधा सड़क आसती अधिकांश समय आसती सी जन भल दर्शक सी जो आसती मुझे टी फाँक रखीदेवी से कहती जमी भल लगे तुम अभिनय करुच अभिनयटा अभिनय भाया लगे दरकार केमिस्ट्री न माने कहर सुधा कौन अच्छी छोटे गोटे पचारे आज्ञा आज्ञा जाना चाहिए जिते हिरो हिरोइन संगे गोटे थाए गोटे से सीन गोटे गेलटे कर मिसेस सामने बस देखते रिएक्शन कौन गाले किसी गाले ओठ न बाजे से कहती ओठ गाल भीतर फांक थिला से आपन को प्रेरणा देती आपन की भलो रोमांस करे ना रोमांस करे सब से कहती अभिनयटा अभिनय भाया लगे दरकार तमें अभिनय कर तुम से चरित्र भितर रहा दरकार चरित्र तमें जे असुनी से क्या रोमांस करूनी जो चरित्र रे मु करूची से चरित्र से जिनसटी करूची मंचर ओलेला पर से केवल मंचर ओलेला पर घर को टेंट बाहर आला पर मु तांकर टेंट भितर पशिले मु केवल दर्शक मान आपको सीरियल भल लगे दीटा को भल लगे कहीं मोर प्रथम पसंद हूँ सीरियल मु जन्म होती सीठू सी हूँ मोर देवकी माँ आउ यात्रा हूँ मो यशोदा कहीं मुझे सृष्टि होती लोक मैंने चिन्हले जानिले से भल पाए देले यात्रा को आसिले सीरियल 100% सीरियल ही मु लोक मैंने मत परिचय सृष्टि कर देले जे मु जने कलाकार बोली तो कलाकार परिचय पाइली सीरियल केवल आपण मान माध्यम ये कहबी जे आपण मान बहुत बहुत धन्यवाद आपण मान बहुत बहुत धन्यवाद आपण माने एते साहाय्य सहयोग करछथि आपण मानकर साहाय्य सहयोग आमे कलाकार माने किछि ये करि पारुछु सेत में बहुत बड़ कथा शेष प्रश्न सीरियल नाटक हो गला सिनेमा रे हम केबे कोन आसीबो नहीं सिनेमा तो मु करिछि आउ रिसेंटली टिके यात्रा टिके हेई साला परे सिनेमा पई गोटे प्लानिंग चली सिनेमा हबो आउ निश्चित भाव हबो काहे ना बहुत दर्शक खोजिलेनी मते सीरियल फिल्म रे तो निश्चित भाव आसी